ଭିତରେ ଯୋଉ ସମ୍ପର୍କ ମୁଁ ସବୁ ଜାଣିପାରିଛି। ତୁ ଗୋଟେ କାମ କରିବୁ, ଆଜି ତୋର ସେଇ ଦର୍ଶନ ରଥକୁ ତୁ ଚଲେଇବୁ। ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଭକ୍ତ ଓ ଭଗବାନଙ୍କର ମହାମିଳନର ପର୍ବ। କେନ୍ଦୁଝର ଜିଲ୍ଲା ଆନନ୍ଦପୁରଠାରେ ରଥଯାତ୍ରା ତଥା ଗୁଣ୍ଡିଚା ଯାତ୍ରା ପାଳନ କରାଯାଇଅଛି। ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ରଥଯାତ୍ରାକୁ ସର୍ବପ୍ରସିଦ୍ଧ। ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ। ଜଗନ୍ନାଥ ସର୍ବ ଆତ୍ମାର ଅଧୀଶ୍ୱର, ତାଙ୍କର ନାହିଁ ପରାପର, ସେ ସର୍ବ ଶକ୍ତିମାନ। ଏହି ଯାତ୍ରା ଘୋଷାଯାତ୍ରା, ମହାଦେବୀ ମହୋତ୍ସବ, ପତିତ ପାବନ ଯାତ୍ରା, ଉତ୍ତରାଭିମୁଖ ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର ଓ ପୁରାଣରେ ଲୋକକଥାରେ ଅଭିହିତ ହୋଇଛି। ବିଭିନ୍ନ ମତରେ ରଥଯାତ୍ରା 8ଟି ଅଙ୍ଗ ରହିଅଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ। ପ୍ରଥମରେ ସ୍ନାନ ଉତ୍ସବ, ଦ୍ୱିତୀୟରେ ଅନବସର, ତୃତୀୟରେ ନବଯୌବନ ଦର୍ଶନ, ଚତୁର୍ଥରେ ଶ୍ରୀ ଗୁଣ୍ଡିଚା, ପଞ୍ଚମରେ ହେରା ପଞ୍ଚମୀ ଆଡ଼ପ ପର୍ବ ଓ ବାହୁଡ଼ା ଯାତ୍ରା, ଅଷ୍ଟମରେ ନୀଳାଦ୍ରି ବିଜେ। ଏହାକୁ ଗୁଣ୍ଡିଚା ପଞ୍ଚକ ମଧ୍ୟ କୁହାଯାଇଥାଏ। ଆନନ୍ଦପୁର ଅଞ୍ଚଳରେ ବହୁ ଦୂର ଦୂରାନ୍ତରୁ ଭକ୍ତମାନେ ଆସି ରଥଯାତ୍ରାରେ ଏକତ୍ରିତ ହୋଇଥିଲେ। ଏହା ସହିତ ମହାପ୍ରଭୁଙ୍କୁ ଦର୍ଶନ ମଧ୍ୟ କରିଥିଲେ। ଦର୍ଶନ କରିବା ସହିତ ଆଶୀର୍ବାଦ କାମନା କରିଥିଲେ। ଏହା ସହିତ ବହୁ ସଂଖ୍ୟାର ଜନଗହଳି ମଧ୍ୟ ଦେଖିବାକୁ ମିଳିଥିଲା। କେନ୍ଦୁଝରରୁ ଗଗନ ବିହାର ଦାସଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। ବାସେ ତୁଳସୀ ତୁଳସୀ ଘର, ତୁମେ ଦୁଃଖ ହର ଶ୍ରୀଧର। ମତେ ଲୋଡ଼ା ନାହିଁ କିଛି ତୁମଠୁ, ମୋ ଦୁଃଖ ସବୁ ପାରି କର। ଥାଉ ତମ ହାତ ମୋ ଉପରେ ଜଗନ୍ନାଥ, ଦିଅ ହେ ଆଶିଷ, ଧୋଇ ଦିଅ ସବୁ ପାପ। ଥାଉ ତମ ହାତ ମୋ ଉପରେ ଜଗନ୍ନାଥ, ଦିଅ ହେ ଆଶିଷ, ଧୋଇ ଦିଅ ସବୁ ପାପ। ସବୁ ଜାଣ ପ୍ରଭୁ, କହିବି କଣ? ଜୟ ଜଗନ୍ନାଥ।